নমস্কার দর্শক বন্ধু, ଆମ ଚ୍ୟାନେଲ ଦ ରିପବ୍ଲିକ ଓଡ଼ିଶା 24ରେ ଆପଣମାନଙ୍କୁ ସ୍ୱାଗତ। ଦର୍ଶକ ବନ୍ଧୁ, ଆପଣମାନେ ମାଟି ପାତ୍ର ତ ଦେଖିଥିବେ। ତ ଆଜି ଆମେ ଆପଣମାନଙ୍କୁ ମାଟି ପାତ୍ର କେମିତି ନିର୍ମାଣ କରାଯାଏ, କୁମ୍ଭାରମାନେ ମାଟିକୁ କେମିତି ରୂପ ଦେଇଥାଏ, କେମିତି ଆକୃତି ଦେଇଥାଏ, ଆଉ ଗୋଟେ ସୁନ୍ଦର ପାତ୍ର କେମିତି ସେମାନେ ନିର୍ମାଣ କରିଥାଏ। ତ ଆଜି ଆମେ ବର୍ତ୍ତମାନ ଆପଣମାନଙ୍କୁ ସେଇ ମାଟିର ପାତ୍ର କେମିତି ନିର୍ମାଣ ହୁଏ ତାହା ଆପଣମାନଙ୍କୁ ଦେଖାଇବୁ। ବର୍ତ୍ତମାନ ଆମ ପାଖରେ ଜଣେ ଭଉଣୀ ଅଛି ଯିଏକି ଏଇ ମାଟି ପାତ୍ର ନିର୍ମାଣ କରୁଛି। ତ ଆସନ୍ତୁ ବର୍ତ୍ତମାନ ଆମେ ତାଙ୍କ ପାଖରୁ ବୁଝିବା ସେମାନେ ଏଇ ମାଟିରୁ କେମିତି ଏଇ ପାତ୍ର ନିର୍ମାଣ କରୁଛି। ତ ଭଉଣୀ ପ୍ରଥମେ ଆପଣଙ୍କ ପରିଚୟ ଦେବେ। ମୋ ନାଁ ହଉଛି ଚୈତି କୁମ୍ଭାର। ଆମ ଗାଁ ହଉଛି ବେଲଗାଁ। আচ্ছা বেলগা। তো তুমি এই যে মাটি পাত্র নির্মাণ করছো, ঠিক আছে, তো কেতে দিনর এই মাটি পাত্র নির্মাণ করছো? ଆମେ ଯେତେ ଦିନ ଶିଖିଲୁ ସେତେ ଦିନରେ আচ্ছা কেতে ବର୍ଷ ହେଇଥିବ? 7-8 ବର୍ଷ ହେଇଥିବ। 7-8 ବର୍ଷରୁ ଏଇ କାର୍ଯ୍ୟକା କରୁଛ ତମେ, ଠିକ ଅଛି। ତ ଏଇ ମାଟି ପାତ୍ର ନିର୍ମାଣ କରି କୋଉଠି ବିକୁଛ? ଏ ବଜାରରେ। ବଜାରରେ ହଁ। କି ଘରଠୁ ଆସିବେ ସେ ନେଉଛି କି? ନାଇଁ ଘରଠୁ ନେଇ ନାଇଁ ବଜାର ଯାଇକି ବିକୁଛ? ହଁ ବଜାର। ଆଚ୍ଛା, ତ ଆଜି ବର୍ତ୍ତମାନ ଆମେ ଆଉ ଆମ ଦର୍ଶକ ମାନେ ଆପଣମାନେ କେମିତି ଏଇ ମାଟି ପାତ୍ର ମାଟି ଦେଇକି କେମିତି ପାତ୍ର ନିର୍ମାଣ କରନ୍ତି ତାହା ଆମେ ଆଜି ଦେଖିବାକୁ ଚାହିଁବୁ, ଆଉ ଆମ ଦର୍ଶକ ମାନେ ମଧ୍ୟ ଦେଖିବାକୁ ଚାହୁଁଛି। ତ ଆମେ ଚାହିଁବୁ ଆପଣ ଆମ ପାଇଁ ଗୋଟେ ସୁନ୍ଦର ଗୋଟେ ମାଟିର ପାତ୍ର ନିର୍ମାଣ କରି ଦେଖାଇବେ ବୋଲିକି। ଦର୍ଶକ ବନ୍ଧୁ, ବର୍ତ୍ତମାନ ଆପଣ ଦେଖିପାରୁଥିବେ এই ভଉଣୀ ପ୍ରଥମେ এই କଞ୍ଚା ମାଟିକୁ ରଖିଲେ ଏଇ ଚରଖା ଉପରେ। ତ ବର୍ତ୍ତମାନ ସେଇ ଏଇ ମାଟିକୁ ସେ ଗୋଟେ ପାତ୍ରର ରୂପ ଦେବେ। ତ ଆପଣମାନେ ଦେଖିପାରୁଥିବେ ବର୍ତ୍ତମାନ ଏଇ ଭଉଣୀ ଚରକାଟିକୁ ଜୋରରେ ମାନେ ବୁଲାଉଛି, ଯାହାକି ବର୍ତ୍ତମାନ ଏଇ ତାପରେ ସେ ମାନେ ଆରମ୍ଭ କରିବେ ଏଇ ମାଟି ପାତ୍ର ନିର୍ମାଣ କରିବା। তো ବର୍ତ୍ତମାନ ଆମେ ଦେଖିପାରୁଛୁ ଏଇ ଭଉଣୀ ଏଇ ବର୍ତ୍ତମାନ ସେ ଗୋଟେ ଛୋଟ ମାଟିର କଳସୀ ସେ ନିର୍ମାଣ ତିଆରି କରୁଛି। ତ ଦେଖିପାରୁଥିବେ କେତେ ସୁନ୍ଦର ବର୍ତ୍ତମାନ ହେଉଛି ଏଇ ମାଟିର ପାତ୍ରଟା। ତ ଦେଖନ୍ତୁ ଦେଖୁ 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 କେମିତି ହେଇଗଲା ଏଇ ମାଟି, ଯେ କି ଟିକେ ଆଗରେ କେମିତି ଥିଲା ଆଉ ବର୍ତ୍ତମାନ ଆପଣ ମାନେ ଦେଖିପାରୁଥିବେ କେମିତି ଦେଖାଯାଉଛି ଏଇ ପାତ୍ର। ଦର୍ଶକ ବନ୍ଧୁ, ଆପଣ ମାନେ ଦେଖିପାରିଥିବେ, ଦେଖନ୍ତୁ ଟିକେ ଆଗରେ କଣ ଥିଲା ଏବେ ବର୍ତ୍ତମାନ କଣ ହେଇଯାଇଛି ଦେଖନ୍ତୁ କେତେ ସୁନ୍ଦର ଏମାନେ ଏଇ ମାଟିକୁ ରୂପ ଦେଇଦେଲେ। ତ ସତରେ ଏମାନଙ୍କ ହାତରେ ସତରେ ଯାଦୁ ଅଛି, ଯୋଉଟା କି ଦେଖିଲେ ମାନେ ଅନୁଭବ କରାଯାଏ ଯେ ସୁନ୍ଦର, କେତେ ସୁନ୍ଦର ଏମାନଙ୍କର କଳା ଯୋଉଟା ଏମାନଙ୍କ ଭିତରେ ଅଛି। ସମସ୍ତଙ୍କ ଭିତରେ ଏଇ କଳାଟା ନାହିଁ, ଯୋଉଟା କି ଏଇ ପ୍ରତିଭାଟା ଯୋଉ ବର୍ତ୍ତମାନ ଆମେ ଏଇ ଭଉଣୀ ଭିତରେ ଯୋଉ ପ୍ରତିଭାଟା ଦେଖୁଛୁ ଏଇ ପ୍ରତିଭାଟା ସମସ୍ତଙ୍କ ଭିତରେ ନାହିଁ। ତ ଆପଣମାନେ ଦେଖିପାରୁଥିବେ ଏଇ ଭଉଣୀ ତାର କେତେ ପ୍ରତିଭା, ଯୋଉଟା କି ଗୋଟେ ମାଟି କଞ୍ଚା ମାଟିକୁ ସେ ରୂପ ଦେଇଦେଲେ, କେତେ ସୁନ୍ଦର ଗୋଟେ ରୂପ ଦେଇଦେଲେ ଆପଣମାନେ ଦେଖିପାରୁଥିବେ। ଆଉ ଦେଖନ୍ତୁ କେତେ ସୁନ୍ଦର ଗୋଟେ ପାତ୍ର, ମାଟିର ପାତ୍ର ତିଆରି ହେଇଗଲା ଆମେ ଦେଖିପାରୁଛୁ। ତ ଆମକୁ ମନେ ହଉଛି এই ଭଉଣୀ ଏଇ କଳସୀ ତିଆରି କରିବେ। ତ ଆପଣ ଦେଖନ୍ତୁ କେତେ ସୁନ୍ଦର ହେଉଛି। ତ ଆପଣ ଦେଖିପାରୁଥିବେ ବର୍ତ୍ତମାନ ଏଇ ମାଟି ପାତ୍ରଟା କଳସୀର ରୂପ ନେଲା। କଳସୀ ଯୋଉଠି କି ଆମେ ଦେଖିପାରୁଛେ ସୁନ୍ଦର, ଦେଖନ୍ତୁ କେମିତି ହେଉଛି ଏଇ କଳସୀ ତିଆରି କରୁଛି ବର୍ତ୍ତମାନ ଏଇ ଭଉଣୀ।
তো ବର୍ତ୍ତମାନ ଆମେ ଦେଖିପାରୁଛୁ କେତେ ସୁନ୍ଦର ଗୋଟେ କଳସୀ ତିଆରି କରିଦେଲେ ଏଇ ଭଉଣୀ ମାଟିରୁ। ତ ଦେଖିପାରୁଥିବେ କେତେ ସୁନ୍ଦର ହାତର କାମ, ଯୋଉଟା କି ଦେଖିଲେ ସତରେ ଖୁସି ଲାଗେ ଯେ ଏମାନଙ୍କ ହାତରେ କେତେ ସୁନ୍ଦର ଗୋଟେ ସେମାନଙ୍କର ପ୍ରତିଭାଟା କେତେ ସୁନ୍ଦର, ଯୋଉଟା କି ମାଟିକୁ କଞ୍ଚା ମାଟିକୁ ଦେଇକି ଏମାନେ କେତେ ସୁନ୍ଦର ଗୋଟେ ରୂପ ଦେଇଦେଲେ ଆଉ କେତେ ସୁନ୍ଦର ଗୋଟେ ପାତ୍ର ନିର୍ମାଣ କରିଦେଲେ। ତ ଦେଖିପାରୁଥିବେ ଆପଣ ସୁନ୍ଦର ଗୋଟେ ପାତ୍ର ନିର୍ମାଣ କଲେ। ତ ବର୍ତ୍ତମାନ ଆମେ ଦେଖିପାରୁଛୁ। ତ ଭଉଣୀ ଏଇ ପାତ୍ର ଏମିତି ପାତ୍ର ଦିନକୁ କେତେଟା ନିର୍ମାଣ କରୁଛ ତମେ? ଦିନକୁ କେତେଟା ତିଆରି କରୁଛ? ବଡଟା 20ଟା, ବড়টা 20টা ଆଉ ଛୋଟଟା? ଛୋଟଟା 30ଟା 40ଟା। আচ্ছা, ছোটটা 30টা 40টা। তো ଦେଖିପାରୁଥିବେ ମାନେ ଏମିତି ପାତ୍ର 20ଟା ଆଉ ଛୋଟଟା ହେଲେ ସେମାନେ 40ଟା 30ଟା ଏମିତି ନିର୍ମାଣ କରୁଛି ତିଆରି କରୁଛି ଦିନକୁ। ତ ଦର୍ଶକ ବନ୍ଧୁ ଆପଣମାନେ ଦେଖୁଥିଲେ କେତେ ସୁନ୍ଦର ଭାବରେ ଏଇ ଭଉଣୀ ମାଟି ଦେଇକି ଗୋଟେ ପାତ୍ର ପ୍ରସ୍ତୁତ କରିଲେ। ତ ଆସନ୍ତୁ ବର୍ତ୍ତମାନ ଆମେ ଏଇ ଭଉଣୀକୁ ପଚାରିବା ଏଇ ମାଟି ପାତ୍ର ତିଆରି କରିବା ପାଇଁ ପ୍ରଥମେ ସେମାନେ ଏଇ ମାଟିକୁ କିପରି ପ୍ରସ୍ତୁତ କରିଥାଏ। ତ ଭଉଣୀ ଆମେ ଜାଣିବାକୁ ଚାହିବୁ ଯୋଉ ମାଟି ପାତ୍ର ଆପଣମାନେ ସେ ତିଆରି କରୁଛନ୍ତି, ତ ଏଇ ମାଟି ପାତ୍ର ତିଆରି କରିବା ପାଇଁ ମାଟି କେମିତି ପ୍ରସ୍ତୁତ କରୁଛନ୍ତି? ବେଡାଲେ ମାଟି ଆଣବୁଛେ, বই বই আনবুছে, গাড়ি নিয়ে আনবুছে, আর ভিজাইবু, ভিজলা বললে তাকে প্লেন করবু, মান্ডবু, আর চক্রতানে তৈয়ার করবু। আচ্ছা আচ্ছা। তো এই মাটিକୁ କେତେ ସମୟ ଧରିକି ଭିଜାଇକି ରଖିବାକୁ ପଡେ? ଗୋଟେ ରାତି। ଗୋଟେ ରାତି? ମାନେ ପୁରା ରାତି ସାରା ମାଟିକୁ ଭିଜାଇବାକୁ ରଖିବାକୁ ପଡିବ ପାଣି ଦେଇକି। ତାପରେ ତାପରେ ଏ ବାଉଁଶ ନେ ଚାନି ମାରବୁ ଆରି ପ୍ଲେନ କରି ମାଣ୍ଡବୁ, ମାଣ୍ଡବୁ ଆରି ତାକେ ଢିଣ୍ଡା ଢିଣ୍ଡା ବନେଇକରି ଚକ୍ରତାନାନି ତିଆର କରବୁ। ଆଚ୍ଛା, ଆପଣମାନେ ଶୁଣିପାରୁଥିଲେ ଯେ ଶ୍ରେଷ୍ଠ ଶିକ୍ଷା ବ୍ୟବସ୍ଥା, ଉତ୍ତମ ଶିକ୍ଷା ପରିବେଶ, ଖେଳକୁଦ ସହ ଡ୍ୟାନ୍ସ, ଡ୍ରାମା ଓ ଅନ୍ୟ କରିକୁଲାର ଆକ୍ଟିଭିଟି, ପ୍ରଶିକ୍ଷିତ ଶିକ୍ଷକ, କମ୍ପ୍ୟୁଟର ଲ୍ୟାବ୍ ସହ ଅନେକ କିଛି। ବସ୍ ସୁବିଧା ମଧ୍ୟ ଉପଲବ୍ଧ। ଆଜି ହିଁ ଯୋଗାଯୋଗ କରନ୍ତୁ ସେଣ୍ଟ ଭିନସେଣ୍ଟ ପାଲଟି ସ୍କୁଲ, କୁମୁଡାପାଲି, ପୁନା, ଝାରସୁଗୁଡା। ଭଉଣୀ କହୁଥିଲେ ବର୍ତ୍ତମାନ ସେମାନେ ଏଇ ମାଟିର ପାତ୍ର ତିଆରି କରିବା ପାଇଁ କିପରି ମାଟିକୁ ପ୍ରସ୍ତୁତ କରୁଥିଲେ। ସେମାନେ ପ୍ରଥମେ ଜମିରୁ ମାଟିକୁ ଆଣି ରାତି ସାରା ଏଇ ମାଟିକୁ ସେମାନେ ପାଣି ଦେଇକି ଭିଜାଇ ରଖୁଥିଲେ। ତାପରେ କଣ ହଉଥିଲା, ସେମାନେ ପାଦରେ ପୁରା ପ୍ଲେନ କରି ତାପରେ ସେଇ ମାଟିକୁ ଏଇ ଚକ୍ର ଉପରେ ରଖି ସେମାନେ ତିଆରି କରେ ଏଇ ମାଟି ପାତ୍ର। ତ ଦେଖିପାରୁଥିବେ ଏମାନଙ୍କ ଭିତରେ ପ୍ରତିଭା କେତେ ସୁନ୍ଦର, ଯାଉ କି ଏଇ କାର୍ଯ୍ୟ କରି ଏମାନେ ନିଜର ଜୀବିକା ଏଇଥିରୁ ଏକା ସେମାନେ ବଞ୍ଚିଥାଏ, ଏଇଥିରୁ ଏକା ସେମାନଙ୍କ ଅର୍ଥ ଇନକମ ହୁଏ ଆଉ ଏଇ ଅର୍ଥରୁ ସେମାନେ ନିଜର ପରିବାର ପୋଷିଥାଏ। ତ ଭଉଣୀ ଏବେ ତ ବର୍ତ୍ତମାନ ଖରା ସମୟ, ଶୀତ ସମୟ, ଏପରି ଖରା ଅଛି, ତାପରେ ଯେତେବେଳେ ବର୍ଷା ସମୟ ଆସେ ସେତେବେଳେ ତ ଏଇ ମାଟିର ପାତ୍ର ତିଆରି କରିବା ଅସୁବିଧା ହେଇଯାଏ। ତ ସେତେବେଳେ ଯଦି କାହାର ମାଟି ପାତ୍ର ଆବଶ୍ୟକ ପଡେ ସେତେବେଳେ ତୁମେ କଣ କରୁଥାଉ? ଜେଟ୍ ସାରା ବନେଇବୁ। ଆଚ୍ଛା, ଜେଟ୍ ସାରା ବନେଇବୁ ଆର ଘରେ ରଖିଦେବୁ। ଆଚ୍ଛା, ମାନେ ଯୋଉଟା ଏବେ ବର୍ଷା ସାରା ବିକି ଖାଇବୁ। ଆଚ୍ଛା ଆଚ୍ଛା, ବର୍ତ୍ତମାନ ଏଇଟା ବନେଇକି ତିଆରି କରିକି ରଖିଦେବ ଘରେ, ଆଉ ବର୍ଷା ବେଲେ ସେଇ ପାତ୍ର ଏକା ସେତେବେଳେ ବିକିବ। ଆଚ୍ଛା, ଏଇ ଦିନକୁ କେତେ ଟଙ୍କା ଇନକମ ହୁଏ ତମର? କେତେ ଟଙ୍କା ରୋଜଗାର ହୁଏ? ନାଇଁ କିଛି ନାଇଁ, ଆମର ଗୋଟେ ସପ୍ତାହରେ 1000-1500 ହୁଏ। ଆଚ୍ଛା, ଗୋଟେ ସପ୍ତାହ 1000-1500 ହୁଏ। আর ପରିବାରରେ କେତେ ଲୋକ ଅଛ? ପରିବାର ଆମେ 6 ଲୋକ। 6 ଲୋକ ଅଛ। ତ ଯେତେ ଟଙ୍କା ଉପାର୍ଜନ କରୁଛ ସେଥିରେ ପରିବାର ଚଳୁଛି ତ? ନାଇଁ ଚଲୁନି? ନାଇଁ। ଆଚ୍ଛା, ତ ଏଇ ଯୋଉ ଦେଖୁଛ ଏଟାକୁ ପ୍ରଥମେ ତ ମାଟି ପାତ୍ର ତିଆରି କରିବା ପରେ ସେଟା ନିଆଁରେ ପୋଡିବାକୁ ପଡେ। ତ ସେଇ ନିଆଁ ପାଇଁ ତୁମକୁ ମାନେ କାଠର ଦେଇକି ପୋଡାଉଥାଉ କି ଅଲଗା କଣ କିଛି? ନାଇଁ, ଜଙ୍ଗଲରେ କାଠ ଆନବୁ, ଆରି ଜନ୍ଦ୍ରା ଢୁଣ୍ଡି ଆନବୁ, ଆରି ପୋଡାଇବୁ, ଆରି ବିକ୍ରି କରବୁ। ଆଚ୍ଛା, ତ ଦର୍ଶକ ବନ୍ଧୁ ଆପଣମାନେ ଦେଖିପାରୁଥିବେ ଏଇ ଭଉଣୀ କହୁଥିଲେ ବର୍ତ୍ତମାନ ଆମକୁ ଯେ କି ମାନେ ଏଇ ମାଟି ପାତ୍ର ତିଆରି କରିବା ପରେ ଏଇ ମାଟି ପାତ୍ରକୁ ସେମାନେ ବଜାରକୁ ନେଇଯାଆନ୍ତି ବିକ୍ରି କରିବା ପାଇଁ। ବିକ୍ରି କରିବା ପରେ
ଏଇଥିରୁ ଯୋଉ ଅର୍ଥ ଉପାର୍ଜନ ହୁଏ ସେଇଥିରୁ ଏମାନଙ୍କର ପରିବାର ପୋଷଣ କରେ ଏମାନେ। ଆଉ ଦେଖିପାରୁଥିବେ ତ ଏମାନଙ୍କ ହାତର କେତେ ସୁନ୍ଦର କାର୍ଯ୍ୟ। ତ ଆଉ ଆମେ ଆଉ ଗୋଟେ ଜାଗାକୁ ନେଇଯିବୁ ଯୋଉଠି ଆମେ ଦେଖିପାରୁଛୁ ବଡ ବଡ ଯୋଉ ମାଟି ପାତ୍ର ଅଛି ସେଟା ତିଆରି କରୁছে ସେଇ। ତ ଆସନ୍ତୁ ବର୍ତ୍ତମାନ ଆମେ ସେଇ ପାଖରେ ଆପଣଙ୍କୁ ଦେଖାଇବୁ। ବର୍ତ୍ତମାନ ଆମେ ଆଉ ଜଣେ ଭାଇଙ୍କ ପାଖରେ ଆସୁଛୁ। ଆମେ ଦେଖିପାରୁଛୁ ଏଇ ଭାଇ ବଡ ବଡ ମାଟିର ହାଣ୍ଡି ସେ ତିଆରି କରୁଛି। ତ ଆଉ ସେ ବର୍ତ୍ତମାନ ସେ କେମିତି ଏଇ ହାଣ୍ଡି ତିଆରି କରୁଛି ବର୍ତ୍ତମାନ ଆମେ ତାଙ୍କଠୁ ପଚାରିବା। ଆସନ୍ତୁ ଆମେ ପଚାରିବା ଏଇ ଭାଇଙ୍କୁ। ତ ଆମେ ଦେଖିପାରୁଛୁ ସେ ଭାଇ କେତେ ସୁନ୍ଦର ଏଇ ବଡ ହାଣ୍ଡି ଦେଖନ୍ତୁ, କେତେ ମାଟିର ଗୋଟେ ହାଣ୍ଡି, ଏତେ ବଡ ହାଣ୍ଡି ସେ ତିଆରି କରିଛି। ତ ବର୍ତ୍ତମାନ ଆମେ ଦେଖିପାରୁଛୁ ଗୋଟେ କାଠର ଗୋଟେ ଇଏ ହାତୁଡି ବୋଲି ଗୋଟେ ଦେଖା ଯାଉଛି ସେଇଟା। ଆଉ ଭିତରେ ଗୋଟେ ଗୋଟେ ହାତରେ ଗୋଟେ ପଥର ରଖିଛି ଯୋଉଟା ଦେଇକି ହାଣ୍ଡିର କୁ ସେ ସମାନ କରୁଛି, ଯୋଉଟା କି ଗୋଲ ହେଇଯାଏ, ମାନେ ପୁରା ଯୋଉଠିକି ଦେଖିବା ପାଇଁ ସୁନ୍ଦର ହେଇଥାଏ। ସେଥିପାଇଁ ସେ ବର୍ତ୍ତମାନ ସେ କାଠର ଗୋଟେ ହାତୁଡି ସାହାଯ୍ୟରେ ଆଉ ଭିତରେ ଗୋଟେ ପଥର ରଖିଛି ଯୋଉଟା ଦେଖି ଏଇ ହାଣ୍ଡିଟିକୁ ଭଲ ଭାବରେ ସେ ତିଆରି କରୁଛି ଦେଖିପାରୁଛୁ ଆମେ। ଆପଣମାନେ ଦେଖିପାରୁଥିବେ କେତେ ସୁନ୍ଦର ଭାବରେ ଏଇ ଭାଇ ଏଇ ମାଟିର ପାତ୍ରଟି ତିଆରି କରୁଛି, ଯୋଉଟା କି ଦେଖିବା ପାଇଁ ବହୁତ ସୁନ୍ଦର ହେଉଛି। ଆଉ ଏଇ ମାଟିର ହାଣ୍ଡିଟା ଦେଖିବା ପାଇଁ ଯେମିତି ସୁନ୍ଦର ହେଇ ବୋଲିକି ଏଇ ଭାଇ ଗୋଟେ କାଠର ଗୋଟେ ହାତୁଡି ଆଉ ଭିତରେ ଗୋଟେ ହାତରେ ଗୋଟେ ପଥର ରଖିକି ସୁନ୍ଦର ଗୋଟେ ଆକୃତି ଦେଉଛି, ଯୋଉଠିକି ଦେଖିବା ପାଇଁ ବହୁତ ସୁନ୍ଦର ଦେଖାଯିବ ବୋଲିକି ସେ ଏମିତି ଏଇ ହାଣ୍ଡିଟାକୁ ଗୋଟେ କାଠର ହାତରେ ଦେଇକି ସେ ବାଡାଉଛି ବର୍ତ୍ତମାନ ଆମେ ଦେଖିପାରୁଛୁ। তো দর্শক বন্ধু দেখন্তু এই ভাই বর্তমান কেতে বড় গোটে মাটি হান্ডি সে তৈরি করছে। তো আমি ଦେଖିପାରୁଥିବୁ ଆପଣଙ୍କୁ ଦେଖାଉଛି, ଦେଖନ୍ତୁ କେତେ ସୁନ୍ଦର ହେଇଛି ଏଇ ହାଣ୍ଡିଟା। ତ କେତେ ସୁନ୍ଦର ପ୍ରତିଭା ଏମାନଙ୍କର, ଯୋଉଠି ଏଇମାନଙ୍କୁ ପ୍ରତିଭା ଦ୍ଵାରା ଏମାନେ ମାଟି ଦେଇକି କେତେ ସୁନ୍ଦର ସୁନ୍ଦର ପାତ୍ର, ଏମାନେ ଘରର ପାତ୍ର ଯୋଉଟା ଆମେ ଦୈନନ୍ଦିନ ଜୀବନରେ ଆମେ ବ୍ୟବହାର କରିଥାଉ। ତ ଦେଖିପାରୁଥିବେ କେତେ ସୁନ୍ଦର ପାତ୍ର ଏଇ ଭାଇଟା ଗୋଟେ ତିଆରି କରିଦେଇଛି। ତ ଦେଖିପାରୁଛୁ ଆମେ ବର୍ତ୍ତମାନ କେତେ ସୁନ୍ଦର ହେଇଛି ଏଇ ପାତ୍ରଟା। ତ ଏଇ ମାଟିର ପତ୍ର ତିଆରି କରିବା ପାଇଁ କଣ କଣ କରିବାକୁ ପଡୁଛି ଏଇ ଭାଇଙ୍କୁ? ତ ଆସନ୍ତୁ ବର୍ତ୍ତମାନ ଆମେ ଏଇ ଭାଇଙ୍କୁ ପଚାରିବା। ତ ଭାଇ ଆମେ ଦେଖୁଛୁ ତୁମେ ବହୁତ ସୁନ୍ଦର ସୁନ୍ଦର ମାଟିର ପତ୍ର ତିଆରି କରିକି ରଖୁଛ। ତ ଏଇ ମାଟିର ପତ୍ର କେମିତି ତୁମେ ତିଆରି କର ଆମକୁ ଟିକେ କହିଲେ ଆମର ଦର୍ଶକ ମାନେ ମଧ୍ୟ ଦେଖିଥାନ୍ତେ। ବୋଲେ ସେଗୁলা ମାଟିକି ଫୁଲେଇବାର ଅଛି। ଆଚ୍ଛା ତା ପାଛେ ଖୁନ୍ଦି କରି ତାର ପାଛେ ଗୋଟି ମାଟି ସବୁ ଗୁଛାଇବାର ଅଛି। ଆଚ୍ଛା ଆଚ୍ଛା ତାର ପାଛେ ମାଟିଟା ଚକ୍ରରେ ମଣ୍ଡାଇ କରି ତିଆର କରବାର ଅଛି। ଆଚ୍ଛା ଆଚ୍ଛା। ଯୋଉ ଏଇ ମାଟିଟା ତୁମେ କୋଉଠୁ ଆଣୁଛ ମାଟି? ଆମେ ଲନ୍ଦିଠୁ ଆଣିଛୁ। ନଦୀଠୁ? ହଁ ମାନେ ଏଟା କିଣିକି ଆଣିବାକୁ ପଡେ କି ଏମିତି ଯାଇକି ନେଇକି ଆସ? ନାଇଁ ଆମେ ଏମିତି ଯାଇକି ଟ୍ରାକ୍ଟର ଲଗାଇକି ପଡିକି ଆଣିଛୁ। ଆଚ୍ଛା ଆଚ୍ଛା। ତ ଏଇ ମାଟିଟା ଯୋଉ ପାଣି ଦେଇକି ତମେ ବର୍ତ୍ତମାନ ରଖିଦେଉଛ, କେତେ ସମୟ ଧରିକି ପାଣିରେ ରଖୁଛ ମାଟିଟା? ମାଟିଟା ଗୋଟେ ରାତି ଗୋଟେ ରାତି ଫୁଲେଇବାକୁ ପଡବ। ଆଚ୍ଛା ଆଚ୍ଛା। ତାପରେ ତମେ ଏଇ ମାଟିରୁ ଏଇ ପାତ୍ରଟା ନିର୍ମାଣ କରୁଛ ତାପରେ ଚାକରି। ଆଚ୍ଛା, ଏଇ ଯୋଉ ମାଟି ଏଇ ଯୋଉ ଆମେ ଦେଖିପାରୁଛୁ ଯେ ଏଇ ପାତ୍ର এটা ଶୁଖିଗଲା ପରେ ତମେ କଣ କର? ତାକୁ ନିଆଁ ଲଗାଇବାକୁ ପଡବ। ନିଆଁ ଲଗାଅ, ତାପରେ? ତାପରେ ବଜାରି ନେବାର ଆଚ୍ଛା। ଅଛି। ତ ଦିନକୁ ତୁମକୁ କେତେ ଟଙ୍କା ଉପାର୍ଜନ ହୁଏ? ଏଇ ଯୋଉ ମାଟିର ପାତ୍ର ତମେ ତିଆରି କରୁଛ, ଏଇ ମାଟିର ପାତ୍ର ତିଆରି କରିକି ଦିନକୁ କେତେ ଟଙ୍କା ଇନକମ କର? ଦିନକେ 300-350। ଆଚ୍ଛା ଆଚ୍ଛା। ତ ଏବେ ତ ଖରା ସମୟ, ଠିକ ଅଛି। ତ ଯେତେବେଳେ ବର୍ଷା ହୁଏ ସେତେବେଳେ ତମେ କଣ କର? ସେତେବେଳେ ଆମେ ଚାଷ ଟାଇମ सोफा हेउ कि डाइनिंग टेबल, बेड हेउ कि आलमिरा, समस्त घर उपकरण जिनिस पांतु सुलभ मूल्य रे। अनेक वर्षर अभिज्ञता और विश्वासर प्रतीक शशि फर्निचर, कॉलेज रोड ब्रजराज नगर एवं अमित फर्निचर, झारसुगुड़ा रोड नुआडीही ब्रजराज नगर। जोगाजोग नंबर 9776636306 एवं 9377371864। ଚାଷ ଲଗାଇବୁ। ଆଚ୍ଛା, ସେତେବେଳେ ଆଉ ଏଇ ମାଟି ପାତ୍ର ତିଆରି କରନି? जेट बेला बोले खाली ये चीज काम कर बच्चे भी। ଆଚ୍ଛା ଆଚ୍ଛା। हाँ जेट अच्छा। सारा तैयार कर रहे बारे यार
ବର୍ଷ ସାରା ବିକିବାର ଅଛି ବିକବାର ଅଛି। ଆଚ୍ଛା ମାନେ ଏବେ ଯୋଉଟା ତିଆରି করব এথির বিক্রি করব আর বর্ষা পাই মিশা রাখিথব হয়। তারপরে সে বর্ষা বেলে সেইটি টাকা বিক্রি করব হয়। ଆଉ ଚାଷ କାମ କରୁଛ ଏଥିରୁ ତ ଯେତେ ଟଙ୍କା ତମେ ଏଇ ମାଟି ପାତ୍ର ବିକ୍ରି କରି ଯେତେ ଟଙ୍କା ତମର ଅର୍ଥ ଉପାର୍ଜନ ହେଉଛି ସେଇ ଟଙ୍କାରେ କଣ ଫ୍ୟାମିଲି ତମର ଇଏ ହେଉଛି ପୋଷଣ ହେଉଛି ଫ୍ୟାମିଲି କୁ ଭଲ ଭାବରେ ଇଏ ହଉଛ ଚଲୁଛି ଫ୍ୟାମିଲି ଚଲୁଛି ଭଲ ଭାବରେ ନାଇଁ ଭଲ ଭାବରେ କୋଉଠି ଚଲି ହେବ। ମାନେ ଯେତେ ଟଙ୍କା ତମେ ଏଇ ମାଟି ପାତ୍ରରୁ ତିଆରି କର ଆମର ତ ବେପାର ହଉ ନାହିଁ। তো ଏବେ ଆମେ ଦେଖିପାରୁଛୁ ବଜାର ତ କେତେ ସୁନ୍ଦର ସୁନ୍ଦର ଯୋଉ ପ୍ଲାଷ୍ଟିକ ର ବର୍ତ୍ତମାନ ପ୍ଲାଷ୍ଟିକ ର ଯୋଉ ଜିନିଷ ଏବେ ବିକ୍ରି ହଉଛି ତ ସେଥିରୁ ତୁମ ମାନଙ୍କର ଏଇ ଯୋଉ ତମେ କାମ କରୁଛ ଏଥିରେ ପ୍ରଭାବ ପଡୁଛି କି ନାହିଁ ଆମର ଜିନିଷ ତିଆର କରଲା ଦେଖ ତ ସରକାର ତିଆର କରିଦେଲେ ପ୍ଲାଷ୍ଟିକ ଷ୍ଟିଲ गरिया ବଜାର ନେଲେ ବି ଆମରଟା ବିକ୍ରି ହଉ ନାହିଁ। ଆଚ୍ଛା ଆଚ୍ଛା ହଁ ଆଚ୍ଛା ବଜାର ମିଶା ଏବେ ଯୋଉ ପ୍ଲାଷ୍ଟିକ ର ସାମାନ ଆସୁଛି ସେଥିପାଇଁ ତୁମର ବିକ୍ରି ଟିକେ କମି ଯାଇଛି ଯୋଉଠି ପାଇଁ କି ତୁମର ଇନକମ ଟା ମିଶା ଟିକେ କମି ଯାଇଛି ତ ଏବେ ଯେତେ ଟଙ୍କା ଇନକମ ହଉଛି ସେଥିରେ ଚଳିବା କଷ୍ଟ ହେଇଯାଉଛି ହେଲେ ଚାଷ କରିକି ମଧ୍ୟ ସେଥିରେ ମେଣ୍ଟେନାନ୍ସ ହେଉଛି ତୁମର ଟିକେ ଆଚ୍ଛା ତ ଏଇ ଯୋଉ କାର୍ଯ୍ୟ ତୁମେ କେତେ ଦିନ ଧରି ତୁମେ ଏଇ କାମ କରୁଛ ଆମେ କାମ କରବା ଆମର ଶିଖଲା ଧରିଲା 10 ବର୍ଷ ହେଇଗଲା। 10 ବର୍ଷ ହଁ, 10 ବର୍ଷର ଏଇ କାମ କରୁଛ ହଁ। ଆଚ୍ଛା ତ ପରିବାର ସମସ୍ତେ କରୁଛ କି তুমি ଜଣେ କରୁଛ ନାଇଁ ଆମ ପରିବାର ତ ସବୁ ମିଶି ମିଳିକରି କାମ করবু যে। ଆଚ୍ଛା ଆଚ୍ଛା ହଁ। ପରିବାର ସମସ୍ତେ ମିଶିକି କାମ କରୁଛ କାମ করছু। ଆଚ୍ଛା ଆଚ୍ଛା ତ ଦର୍ଶକ ବନ୍ଧୁ ଦେଖିପାରୁଥିବେ ଏଇ ଭାଇ ଯେ କି ତାଙ୍କ ପରିବାର ସମସ୍ତେ ଏଇ କାମ କରୁଛି ଆଉ ଏଥିରୁ ସେମାନଙ୍କ ପରିବାର ଚାଲେ ଆଉ ଏବେ ବଜାରରେ ଯେମିତି ପ୍ଲାଷ୍ଟିକ ର ଯୋଉ ବର୍ତ୍ତମାନ ସବୁ ପ୍ଲାଷ୍ଟିକ ଯୋଉ ସବୁ ଜିନିଷ ଆସିଛି ବୋଲିକି ଏଇ ଏମାନଙ୍କର ଏଇ ମାଟିର ଜିନିଷର ଚାହିଦା ଟିକେ କମିବାରେ ଲାଗୁଛି ହେଲେ ମଧ୍ୟ ସେମାନେ ଏଇ କାର୍ଯ୍ୟ କରିକି ସେମାନଙ୍କର ଫ୍ୟାମିଲିକୁ ସେମାନେ ପୋଷଣ କରୁଛି ତ ଦେଖିପାରୁଥିବେ ବର୍ତ୍ତମାନ ଆମେ ଆପଣଙ୍କୁ ଦେଖାଉଥିଲେ ଏଇ କୁମ୍ଭର ମାନେ କେମିତି ବଞ୍ଚୁଛନ୍ତି କେମିତି ସେମାନେ ଏଇ କାମ କରୁଛି ମାଟି ପତ୍ର କେମିତି ନିର୍ମାଣ କରୁଛି ତିଆରି କରୁଛି ଆମେ ଆପଣମାନଙ୍କୁ ଦେଖାଉଥିଲେ ବର୍ତ୍ତମାନ ଆପଣମାନେ ଦେଖିପାରୁଥିବେ କେତେ ସୁନ୍ଦର ସୁନ୍ଦର ଏଇ ମାଟି ପତ୍ର ଏଇ କୁମ୍ଭର ମାନେ ତିଆରି କରୁଛି ବର୍ତ୍ତମାନ ଆମେ ଏଇଠି ଦେଖୁଛୁ ଏଇଠି କେମିତି ନିଆଁରେ ହାଣ୍ଡି ପୋଡା ଯାଉଛି ତ ଆସନ୍ତୁ ଆମେ ବର୍ତ୍ତମାନ ଏଇ ଭଉଣୀକୁ ପଚାରିବା ଏଇଥିରେ ପ୍ରକୃତରେ ଏଇଠି କଣ କରି ସେମାନେ କରନ୍ତି ବୋଲିକି ତ ଭଉଣୀ ବର୍ତ୍ତମାନ ଆମେ ଯୋଉ ଦେଖୁଛୁ ଏଇଠି ଯୋଉ ହାଣ୍ଡି କେତେଟା ପଡିଛି ଆଉ କେତେ ପାଉସ ଦେଖାଯାଉଛି ଏଥିରେ କଣ କର ତମେ ଏଠି ଆମେ ହାଣ୍ଡି ତିଆର କରିବୁ ଆରି ଶୁଖେଇବୁ କଲର ମାରବୁ ଆରି ତାନେ କାଠ ଲଗାଇବୁ କାଠ ଦେବୁ ତାର ଉପରେ ହାଣ୍ଡି ରଚିବୁ ଆଚ୍ଛା ଆଚ୍ଛା ହାଣ୍ଡି ରଚିବୁ ଆରି ଉପରେ ଖଡ଼ ଛାଇ ଦେବୁ ଆଚ୍ଛା ଆଚ୍ଛା ଘର ଛାଇଲା ହେନ୍ତି ଖଡ଼ ଛାଇ ଦେବୁ ଆରି ପଡେଇବୁ ଆଚ୍ଛା ଆଚ୍ଛା ପଡାଇବୁ ଆରି ସକାଳ ପାଇଲେ ହିଟାଇବୁ ଗୋଟେ ରାତି ନେଇ ହିଟାଇବୁ ଆରି ସକାଳ ପାଇଲେ ବଜାର ନେବୁ তো দর্শক বন্ধু আপনারা ଦେଖିପାରୁଥିବେ ଏଇ ଯୋଉ କୁମ୍ଭର ମାନେ ଯୋଉ କଞ୍ଚା ମାଟିରେ ଯୋଉ ପାତ୍ର ତିଆରି କରନ୍ତି ସେଇ ପାତ୍ରଟି ଖରାରେ ଶୁଖିବା ପରେ ଏଇଠି ଯୋଉ ଆମେ ଦେଖିପାରୁଛୁ ଭାଟି କୁହନ୍ତି ଏମାନେ କହନ୍ତି ଭାଟି ଯୋଉ ଏଇଟା ଭାଟି ରଖିଛି ଏଠି ଗୋଲ କରିକି ବନାଇଛି ଏମାନେ ତ ଏଇଟା ଦେଖି ଗୋଲ କରି ବନାଇଛି ଏଇ ଏହା ଭିତରେ ସେମାନେ ସବୁ ଶୁଖିଲା ଯୋଉ ମାଟି ପାତ୍ରକୁ ସେମାନେ ସଜାଡି ତାପରେ ସେମାନେ କାଠ ଦେଇକି ଏଠି ନିଆଁ ଲଗାଇକି ସେଇ ଶୁଖିଲା ଯୋଉ ହାଣ୍ଡି ଅଛି ଯୋଉ ପାତ୍ର ଅଛି ସେଟାକୁ ପୋଡିବା ପରେ ସେଇ ତାପରେ ସକାଳେ ମାନେ ବଜାରକୁ ନିଅନ୍ତି ବିକ୍ରି କରିବା ପାଇଁ ତ ଦେଖିପାରୁଥିବେ ଆପଣ କେତେ ସୁନ୍ଦର ସେମାନେ ଏଥିରେ ତିଆରି କରନ୍ତି ଏଇ ମାଟି ପାତ୍ର ଯାହାକି ବର୍ତ୍ତମାନ ଆମେ ଆପଣମାନଙ୍କୁ ଦେଖାଉଥିଲୁ ତ ଦର୍ଶକ ବନ୍ଧୁ ଆପଣମାନେ ଦେଖିପାରୁଥିବେ କେତେ ସୁନ୍ଦର କୁମ୍ଭର ମାନେ ସେମାନେ ମାଟି ଦେଖି କେତେ ସୁନ୍ଦର ସେମାନେ ପାତ୍ର ତିଆରି କରିଥାଏ ତ ଆପଣମାନେ ଦେଖିଥିଲେ ବର୍ତ୍ତମାନ ଆମେ ଦେଖାଉଥିଲୁ ଆପଣମାନଙ୍କୁ ଏଇ କୁମ୍ଭର ମାନଙ୍କର ହାତ କାର୍ଯ୍ୟ ତ ଦର୍ଶକ ବନ୍ଧୁ ଆମେ ଆପଣମାନଙ୍କୁ ଦେଖାଉଥିଲୁ କୁମ୍ଭର ମାନଙ୍କର ଏଇ ସେମାନେ କେମିତି ମାଟି ପାତ୍ର ତିଆରି କରିଥାଏ ତ ଆପଣମାନେ ବର୍ତ୍ତମାନ ଦେଖିପାରୁଥିଲେ ତ ନବରଙ୍ଗପୁର ହରିକୃଷ୍ଣ ବେପାରୀଙ୍କ ସହ ଆପଣମାନେ ଦେଖୁଥିଲେ ବର୍ତ୍ତମାନ TR24 ନ୍ୟୁଜ।